গুরুদেব ମୁଁ ଜାଣେ ଭରତ ଲକ୍ଷ୍ମଣ ଆମ ନିକଟରେ ପ୍ରତିଜ୍ଞା କରି ଯାଇଛନ୍ତି। ହଁ ବାବୁ। ସେମାନେ ନିଶ୍ଚୟ ଆମର ମାନ ସମ୍ମାନକୁ ସବୁ କିଛି ରକ୍ଷା କରି ଯଜ୍ଞକୁ ଉଦ୍ଧାର କରି ନିଶ୍ଚୟ ଆମ ନିକଟକୁ ଫେରି ଆସିବେ। ତୁମେ ଠିକ କଥା କହିଛ ବାବୁ। এই ଆଶା ଭରସା ନିଶ୍ଚୟ ମୋର ଭାଇମାନଙ୍କ ପ୍ରତି ଅଛି। ହଁ ବତ୍ସ ରାମଚନ୍ଦ୍ର। ହେଲେ ଏପର୍ଯ୍ୟନ୍ତ କିଛି ସମ୍ବାଦ ମୋ ନ କରିଲେ ଯାଏ। ହଁ এই যে দীনবন্ধু আছে। আজ্ঞা সর্বনাশ, আজ্ঞা সর্বনাশ। দীনবন্ধু আরে কর হয়েছে আজ্ঞা আজ্ঞা শত্রু বল ভরত বাবুଙ୍କୁ ସେ ବାଳକ ଦୁର୍ଜୟ ବିନାଶ କରିଛନ୍ତି। বাবা স্থির হো রামচন্দ্র। যে ভরত ভর বাটুଳି ধরিলে আকাশরে চন্দ্র সূর্য প্রমাদ গড়ন্তে যে লক্ষ্মণ মোর 12 ବର୍ଷ କାଳ ଆହାର ନିଦ୍ରା ମୈଥୁନ ପରିତ୍ୟାଗ କରି ଇନ୍ଦ୍ରଜିତ ପରି ଯୋଦ୍ଧାକୁ ଯେ ବିନାଶ କରିଥିଲା ସେପରି ଯୋଦ୍ଧା ଆଜି ବିନାଶ ହେଲେ ମୁଁ ଏବେ କି ଉପାୟ ধৈর্য ধর বাবা, ধৈর্য ধর। বিপদ সমୟରେ কাতর ହେବା যোদ্ধার কর্তব্য নୁହେଁ রামচন্দ্র। রে চাও চাও ସମସ୍ତେ ଆଜି ମୋ ନିକଟରୁ ଚାଲିଗଲେ ମୋର ଆଜି ବାଉଁଶ ଛିଡ଼ି ପଡ଼ି যা ହେଉ ନା କାହିଁକି ଯଜ୍ଞକୁ ଉଦ୍ଧାର କରିବାକୁ ପଡିବ। ନଚେତ୍ ମୋ ନିକଟରେ ଅଛି ଯାଇ ମୋର ଯଜ୍ଞକୁ ଉଦ୍ଧାର କରିବ ମୁଁ ସ୍ଥିର କରିପାରୁନି। ତୁମକୁ ଯୁଦ୍ଧ ଯାତ୍ରା କରିବାକୁ ପଡିବ ରାମଚନ୍ଦ୍ର। ହଁ ରାମଚନ୍ଦ୍ର, ଭାତୃହତ୍ୟାର ଚରମ ପ୍ରତିଶୋଧ ନେବାକୁ ପଡିବ। ତୁମକୁ ସ୍ୱୟଂ ଯୁଦ୍ଧ ଯାତ୍ରା କରିବାକୁ ପଡିବ। ହଁ ଶୁଣ ବତ୍ସ ରାମଚନ୍ଦ୍ର, ତୁମେ ଅସମର୍ଥ ଯଜ୍ଞ କରୁଛ ବୋଲି ହନୁମାନ ଏପର୍ଯ୍ୟନ୍ତ ଜାଣି ନାହିଁ। ଦୀନବନ୍ଧୁକୁ ପଠାଇ ହନୁମାନଙ୍କୁ ଏ ସ୍ଥାନକୁ ଡାକିବାକୁ ପଡିବ। ହନୁମାନ ଆସିଲେ ତାକୁ ସାଥିରେ ଧରି ତୁମେ ସ୍ୱୟଂ ଯୁଦ୍ଧ ଯାତ୍ରା କରିବ। ବିପଦ ବେଳେ ଆପଣ ମୋତେ ଠିକ୍ ପରାମର୍ଶ ଦେଇଛନ୍ତି। ମୁଁ ଶ୍ରେଷ୍ଠ ଅସମ ଯଜ୍ଞ କରୁଛି ବୋଲି ଏପର୍ଯ୍ୟନ୍ତ ହନୁମାନ ସହିତ ମୋର ସାକ୍ଷାତ ହେଲା ନାହିଁ। ହଁ ବାବୁ। ଦିନ ତମେ ଗୋଟେ କାର୍ଯ୍ୟ କର, କହୁନାହାନ୍ତି এই মুহূর্তে তুমি কিষ্কিন্ধা যাই আজ্ঞା হনুমানকে মোর দুঃখর কাহিনী চড়ে তোমার সাক্ষর ମୋ ନିକଟକୁ ନେଇ ଆସ। ଆଜ୍ଞା ହନୁମାନ ଆସିଲେ ଆମେ ସାଥୀ ହୋଇ ସଂଗ୍ରାମ କ୍ଷେତ୍ରକୁ ଯିବା। ଆଜ୍ଞା। ଯାଅ ଦୀନବନ୍ଧୁ। ହନୁମାନର ଆସିବା ପଥକୁ ଆମେ ଅପେକ୍ଷା କରିବା, ଅପେକ୍ଷା କରିବା।